ଆଜି ସକାଳୁ ସକାଳୁ ଘଣ୍ଟେ ପଲେଇ ଆସି କାଠି ଗୁଟେ ଧରିକିରି କାହିଁ ଲାଗିକି ଆଜି ଯିବାର ଥିସି ମୋତେ ହାଟକେ। ଆଉ ଆଜି ତ ବହୁତ ଟିକେ ପାଗଲିଆ ପାଗ କରିଛେ ନ ଆମର ବନ୍ଧେ ଦେଖି ପାରୁଥିବ ନ କାହିଁ ଲାଗିକି ମୁଇଁ ଖୁଙ୍କଡ଼ା ହେଇକିରି ବି ଆଇଥିସି ବହୁତ ଗରମ ହଉଥିସି ଯେ ଚାଲ ଆଉ ହାଟକେ ଗଲେ ଦେଖମା। ପୁରା ରେଡ଼ି ହେଇକିରି ଯିବାର ଲାଗି ମୁଁ ବାହାରି ଗଲି। ଆଉ ମୋର ଗାଡ଼ି ଆଉ ମୋର ବ୍ୟାଗ୍ ପତ୍ର ଇଟା ସେଟା ସବୁ ଅଛି। ଆଉ ଚାଲ ଯିମା। ଫାଇନାଲି ମୁଇଁ ଏଇଟା ପହଞ୍ଚି ହାଟକେ ଆଉ ହାଟ ଦେଖୁଥିବ ମାନେ ଅଧା ବଇଚେ ଅଧା ନାଇଁ ବବାରଟା। ଆଉ ଚାଲ କିଣାକିଣି କର୍ମା କେନ୍ତା କାଣା ହବା ଯେ ମୋର ପିଲା ଫେରି ହବ ନା। ସେନୁ ବାଇଗଣ କୁଆ ଟିକେ ପଚରାଇ ଦେସି କେତେ କେତେ କାଣା ରେଟ୍ ହେଇଯିବ ଭାଇ ଉଠ୍ସେ ସବୁ 50 ବୋଲସନ୍ କରିଦିଅ ତାହେଲେ। ଏତ୍କି ପୁରା ସାମାନ ଘିନିକିରି ମୋର ହାଲତ ଖରାପ ହେଇଗଲାନ ଆର୍ ମୋର ପିଲାର ବି ହାଲତ ଖରାପ ହେଇଗଲାନ ପୁରା ବସି ବସିକି ଦେଖିପାରୁଛ। ଆରୁ ବହୁତ ଏଇଟା ସାମାନ ପାତି ଘିନିନୁ ମାନେ ଆଲୁ ଟମାଟୋ ଆଉ ଆହୁରି ଘିନବାର ଅଛେ ଦେଖିପାରୁଥିବ ମାନେ କାଣା କି ହାଟ ବି ଭଲସେ ନାଇଁ ବସବାରତା ଗାଡ଼ି ଦୁଲା ଅଛେ ନାଇଁ ଆବାର୍ ଆଉ ଏମାନେ ତ ଯାଇଛନ୍ ଗାଡ଼ି ଡୁଲା ଆଣିଲେ ଘିନିକି ଯିମୁ ଆଉ କାଣା କାଣା ଯେ ଘରକେ ନେଇକି ଦେଖମୁ ଚାଲ। ମୋର ପିଲା ଯେନ୍ତା ଟାଟା ଗୁଲକୁ ଯୁଡ଼େ ଏଇଟା କାଣା କାଣା ଏଇଟା ଟାଟା ଗୁଲକୁ ପ୍ରାୟ ସବୁ ଯେନ୍ତା ଯୁଡ଼େ ଆଣୁଛେ ସେନୁ ଯେନ୍ତା ବହୁତ ଗରମ ଲାଗୁଛି ସେ ମୋ ପିଲା ଆସି ଥଣ୍ଡା ଗୋଟେ ନେଇକି ପଳେଇ ଆସିଛି ଯେନ୍ତା ଥଣ୍ଡା ମୋତେ ବହୁତ ଗରମ ଲାଗିଥିଲା ନ ତ ଫ୍ୟାନ୍ ଟିକେ ଏମକ ମାରି ହେବାର ଲାଗି ମୁଁ ଏକାନେ ଏକା ପଳେଇ ଆସିନି ଆଉ ଫ୍ୟାନ୍ କେନ୍ତା ହେଇଛେ କମେଣ୍ଟ ମାଧ୍ୟମରେ ଜଣାବ। ଆଜି ମୋର ପାର୍ସଲଟା ଆଇବା ବୋଲି ନାଇଁ ଜାଣିଥାଏ ଆଉ ପାର୍ସଲ ଆଇବା ବୋଲି ତ ପୁରା ବହୁତ ଖୁସି ହେଇଯାଇଥିଲି ଆଉ ଚାଲ ପାର୍ସଲ ନେଇଯିମା ଦେଖମା। আর এটা সে পার্সল বুঝিপারছো ଆଉ ନେଇକି ଆଇଛେ ଆଉ ଯଦି ଭଲ ଲାଗେ ତାହେଲେ ସବସ୍କ୍ରାଇବ୍ ଟିକେ ମାରବ।